ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା ଆଲୁଅ ଓ ଅନ୍ଧାରର ମଧ୍ୟରେ ସେ ଯେ କରିଅଛି ରଫା। ବହୁ ଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏଁ ଧାନସିଡ଼ି ନଦୀ ଟପି ଆଠଟାରେ ଡାକ ଗାଡ଼ି ଧାଏଁ। ପଢ଼ିଅଛି କବିତାରେ ଏତେବେଳେ କାନ୍ଦେ ଚକ୍ରବାକ ହଠାତ୍ ଯେ ଦେଖା ହେଲା ବହୁଦିନେ ପ୍ରତିମା ନାୟକ। କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ଏକ ମନନଶୀଳ କବିତା, ଏକ ନାରୀ ଚରିତ୍ରଧର୍ମୀ କବିତା, ଯାହାକୁ କୁହାଯାଉଛି ସେ ସମୟର ସାମ୍ପ୍ରତିକ ସମସ୍ୟାବହୁଳ ଭିତ୍ତିକ କବିତା, ଯାହାକୁ କୁହାଯାଉଛି ପ୍ରତିମା ନାୟକ। ନିଶ୍ଚିତ ଭାବରେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଯଶସ୍ୱୀ ଏହି ମହାନ କବି ସଚ୍ଚିଦାନନ୍ଦ ରାଉତରାୟ ନମସ୍ୟ। ଏବଂ ବିଶେଷ କରି ଯେତେବେଳେ ପ୍ରାଚୀନ ପରମ୍ପରାର ଛନ୍ଦବଦ୍ଧ କାବ୍ୟ ଏବଂ କବିତା ଆଳଙ୍କାରିକ କାବ୍ୟ କବିତାକୁ ନିଶ୍ଚିତ ଭାବରେ ସେ ସମ୍ପୂର୍ଣ୍ଣ ରୂପେ ମାତ ଦେଇ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ତିଆରି କରିଦେଲେ, ଯାହା ଉପରେ ଠିଆ ହେଲା ନିଶ୍ଚିତ ଭାବରେ ତାଙ୍କ କବିତା ପାଣ୍ଡୁଲିପି। ଏହି ପାଣ୍ଡୁଲିପି କବିତା ସଂକଳନର ଏକ କବିତା, ଯାହାକୁ କୁହାଯାଉଛି ପ୍ରତିମା ନାୟକ। ନିଶ୍ଚିତ ଭାବରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତା କ୍ଷେତ୍ରରେ ଯେଉଁ କୁହାଯାଉଛି ରୂପକ, ଚିତ୍ରକଳ୍ପ ଏବଂ ରୂପକଳ୍ପ, ମିଥ୍ ଏବଂ ପ୍ରତୀକର ସୁନ୍ଦର ସମ୍ମିଶ୍ରଣ ଘଟିଛି ଏହି କବିତା ମାନଙ୍କର। ନିଶ୍ଚିତ ଭାବରେ ଆସନ୍ତୁ ଆଲୋଚନା କରିବା ତାଙ୍କ କବିତା ପ୍ରତିମା ନାୟକ। ଆକାଶରେ ଫିକା ଜହ୍ନ ସାବୁନର ଫେଣ ପରି ସଫା ଆଲୁଅ ଓ ଅନ୍ଧାରର ମଧ୍ୟରେ ସେ ଯେ କରିଅଛି ରଫା। ଅର୍ଥାତ୍ କୁହାଯାଇଛି ସବୁ ମ୍ଳାନ, ସବୁ ବିଷର୍ଣ୍ଣ, ଆକାଶର ଜହ୍ନ କିନ୍ତୁ ଫିକା ଫିକା, ସଫା ନୁହେଁ, ସଫେଦ ନୁହେଁ, ତାହା ସାବୁନର ଫେଣ ପରି ନିଶ୍ଚିତ ଭାବରେ ସଫା। ଅର୍ଥାତ୍ କୁହାଯାଉଛି ଏବଂ ଆଲୁଅ ଓ ଅନ୍ଧାରର ମିଶ୍ରିତ ପ୍ରତିକ୍ରିୟା, ଯାହା କେବଳ ନିରର୍ଥକ ଏବଂ ସୌନ୍ଦର୍ଯ୍ୟବିହୀନ, ଯାହାକୁ କୁହାଯାଉଛି ମ୍ଳାନ। ଏବଂ ଏହି ସାବୁନ ଫେଣ ପରି ଯେଉଁ କୁହାଯାଉଛି ଆକାଶର ଫିକା ଜହ୍ନ, ନିଶ୍ଚିତ ଭାବରେ ଏହା ରାତ୍ରି ବା ସନ୍ଧ୍ୟା ଆସିବାର ସମୟକୁ ସୂଚିତ କରୁଅଛି। ତେଣୁ ଜୀବନର ବ୍ୟର୍ଥ ଦିଗ ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି। ଏକ କଥାରେ କହିବାକୁ ଗଲେ ପୁନଶ୍ଚ କୁହାଯାଇଛି ବହୁ ଦୂରେ ଯନ୍ତ୍ରଶାଳେ ଚିମିନିଟା କାଶେ ନିଜ ଛାଏଁ ଧାନସିଡ଼ି ନଦୀ ଟପି ଆଠଟାରେ ଡାକ ଗାଡ଼ି ଧାଏଁ। ପଢ଼ିଅଛି କବିତାରେ ଏତେବେଳେ କାନ୍ଦେ ଚକ୍ରବାକ ହଠାତ୍ ଯେ ଦେଖା ହେଲା ବହୁଦିନେ ପ୍ରତିମା ନାୟକ। ଏହା କୁହାଯାଇଛି ନିଶ୍ଚିତ ଭାବରେ ସବୁ ବିଷର୍ଣ୍ଣ, ମଳିନ ଏବଂ ନିରର୍ଥକ, ଯେଉଁ ଅର୍ଥରେ କୁହାଯାଇଛି ଯେତେବେଳେ ଦିବସ ମ୍ଳାନ ହୋଇଯାଏ, ଯେତେବେଳେ ଦିବସ କମି ଆସେ ଏବଂ ଦିନର ଆୟୁଷ ସରିଯାଏ, ଆଉ ଚକ୍ରବାକର କ୍ରନ୍ଦନ ଧ୍ୱନି ନିଶ୍ଚିତ ଭାବରେ ଶୁଣାଯାଏ। ତା ମଧୁର ମିଳନର ସମୟ ନିଶ୍ଚିତ ଭାବରେ ଅପହଞ୍ଚ ହୋଇଗଲା। ତା ମଧୁର ମିଳନର ସମୟ ଆଉ ଆସିବ ନାହିଁ। ଏଥିପାଇଁ ଚକ୍ରବାକର କ୍ରନ୍ଦନ ସହିତ ଏବଂ ଆଠଟାରେ ଡାକ ଗାଡ଼ି ଯିବା, ଆଲୁଅ ଅନ୍ଧାରର ମିଶ୍ରଣ ଏବଂ ଆକାଶର ଫିକା ଜହ୍ନର ଯେଉଁ କୁହାଯାଉଛି ସାବୁନର ଫେଣ ପରି ତାହା ସଫା, ଏ ନିଶ୍ଚିତ ଭାବରେ ଏକ ସମୟର ବ୍ୟର୍ଥତାକୁ, ଏକ ଜୀବନର ବ୍ୟର୍ଥତାକୁ ସୂଚିତ କରୁଅଛି। ଆଉ ଯେଉଁ ସମୟରେ ନିଶ୍ଚିତ ଭାବରେ କବିଙ୍କର ହଠାତ୍ ଦେଖା ହେଇଛି ତାଙ୍କ ପୁରୁଣା ବାନ୍ଧବୀ, ଯିଏକି ତାଙ୍କ ସହପାଠିନୀ ଅନ୍ତତଃ, ଯାହାର ନାଁ ପ୍ରତିମା ନାୟକ। ଆଉ ସେଇଥିପାଇଁ ତ କବି କହିଛନ୍ତି ହଠାତ୍ ଯେ ଦେଖା ହେଲା ବହୁଦିନେ ପ୍ରତିମା ନାୟକ। ଅନେକ ଦିନ ପରେ ହଠାତ୍ ତାଙ୍କର ପୁରୁଣା ସ୍ମୃତି ମନେ ପଡ଼ିଯାଇ ସବୁ ନିରାଶାବାଦକୁ କାଟି ତାଙ୍କର ଯେଉଁ କୁହାଯାଉଛି ଅତୀତର କେଉଁ ଏକ ସହପାଠିନୀ, ଅତୀତର କେଉଁ ଏକ ପରିଚିତ ମୁହଁ, ଯାହାର ନାଁ ପ୍ରତିମା ନାୟକ, ସେ ଦେଖା ହୋଇଯାଇଛି କବିଙ୍କ ସହିତ। ଏହା ନିଶ୍ଚିତ ଭାବରେ କୁହାଯାଇଛି। ଚରିତ୍ର ଏବଂ ରୂପକଳ୍ପ ଚିତ୍ରଣରେ ନିଶ୍ଚିତ ଭାବରେ ଧୁରୀଣ କବି ସଚ୍ଚିଦାନନ୍ଦ ରାଉତରାୟ ଏଠି ପ୍ରତିମା ନାୟକର ରୂପକୁ ବର୍ଣ୍ଣନା କରିଛନ୍ତି, ତାର ବ୍ୟର୍ଥତାର ଜୀବନ ଇତିହାସକୁ ବର୍ଣ୍ଣନା କରି ସେ କହିଛନ୍ତି ମୁଖ ତାର ବ୍ରଣଦୁଷ୍ଟ, ହାତରେ ତା ଚମଡ଼ାର ବ୍ୟାଗ, ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ। ବାସ୍ତବିକ ତା ଗାଲରେ ଯେଉଁ କୁହାଯାଉଛି, ତା ମୁହଁରେ ଯେଉଁ କୁହାଯାଉଛି ବ୍ରଣ, ଏଇଭଳି ଭାବରେ ଚିନ୍ତାମଗ୍ନ ହେଲେ ବ୍ୟକ୍ତି ତା ମୁଖ ସାରା ଏଇଭଳି ଭାବରେ ବ୍ରଣ ଉକୁଟି ଉଠିଥାଏ ଏବଂ ତା ହାତରେ ଚମଡ଼ାର ବ୍ୟାଗଟିଏ ଅଛି, ତାର ଶୀର୍ଣ୍ଣ ସାଧା ଗାଲରେ ଏଇ ବ୍ୟର୍ଥତାର ଅକପଟ ଦାଗ। ଦୁନିଆର ସବୁ ନିରାଶା, ସବୁ ବ୍ୟର୍ଥତା, ସବୁ ଆଶାହୀନତାକୁ ଜାବୁଡ଼ି ଧରି ସେ ବଞ୍ଚିଛି ଚମଡ଼ା ବ୍ୟାଗଟାକୁ ହାତରେ ଧରି। ପ୍ରତିମା ନାୟକ ଏହା ହିଁ କୁହାଯାଇଛି। ଆହୁରି ମଧ୍ୟ ତାର ରୂପଚର୍ଚ୍ଚା କରି କବି କହିଛନ୍ତି ତନୁ ତାର ରୋଗ ଜୀର୍ଣ୍ଣ, ବ୍ରଣେ ତାର ମ୍ଳାନ ମୁହଁ ଯାକ, ଶ୍ରଥ ରଜୁ ଦେହ ଶିଖା ଢାଙ୍କି ଅଛି ଖାକିର ପୋଷାକ। ତାର ତନୁ, ତାର ଦେହ ରୋଗଗ୍ରସ୍ତ, ଜୀର୍ଣ୍ଣ ଶୀର୍ଣ୍ଣ ମଳିନ
ଏବଂ ବ୍ରଣରେ ନିଶ୍ଚିତ ଭାବରେ ତାର ମୁଖମଣ୍ଡଳ ମ୍ଳାନ ହୋଇଯାଇଛି, ମଳିନ ହୋଇଯାଇଛି। ଏହି ଅବସ୍ଥାରେ ସେ ପ୍ରତିମା ନାୟକକୁ ନିଶ୍ଚିତ ଭାବରେ ଭେଟୁଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ। ଆହୁରି କୁହାଯାଇଛି ଶ୍ଳଥରଜୁ ଦେହ ଶିଖା, ଶ୍ଳଥ ଅର୍ଥାତ୍ ଶିଥିଳ, ତାର ଅଙ୍ଗ ତାର ଅବୟବ ସମସ୍ତ ଶିଥିଳ, ଯୌବନର ମାଦକତା ନାହିଁ, ବୟସର ଭାରରେ ଆକ୍ରାନ୍ତ ନ ହୋଇଥିଲେ ମଧ୍ୟ ପ୍ରତିମା ନାୟକ ସତେ ଯେମିତି ବର୍ଷ ବର୍ଷର କୁଢ଼ କୁଢ଼ ଆବର୍ଜନା ସହିତ ଯୁଦ୍ଧ କରି ଯେଉଁ କୁହାଯାଉଛି ସେ କେବଳ ବଞ୍ଚିବା ଶିଖିଛି, ଅଥଚ ଯୁଦ୍ଧ ବିଧ୍ୱସ୍ତ ଏକ ପୃଥିବୀ ଯେଉଁ କୁହାଯାଉଛି ଯୁଦ୍ଧତର ପୃଥିବୀ, ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ଯୁଦ୍ଧଗ୍ରସ୍ତ ପୃଥିବୀ, ଯୁଦ୍ଧ ବିଧ୍ୱସ୍ତ ପୃଥିବୀରେ ନାରୀ କିଭଳି ଭାବରେ ନିଜକୁ ବଞ୍ଚିବାର ପ୍ରୟାସ ଜାରି ରଖିଛି ଶତ ପ୍ରତିବନ୍ଧକ ସତ୍ତ୍ୱେ, ଶତ ବାଧାବିଘ୍ନ ସତ୍ତ୍ୱେ ଏବଂ ଦୁନିଆର ଦାଉରେ ପେଶି ହୋଇଯାଇଥିବା ପ୍ରତିମା ନାୟକ ତଥାପି ଦେହ ଧରି ବଞ୍ଚିଛି। ଅଥଚ କୁହାଯାଇଛି ଶ୍ଳଥରଜୁ ଦେହ ଶିଖା, ଢାଙ୍କି ଅଛି ଖାକିର ପୋଷାକ। ନିଶ୍ଚିତ ଭାବରେ ଶ୍ଳଥରଜୁ ଦେହ ଶିଖା ଏଠି କୁହାଯାଇଛି ଅଙ୍ଗ ଅବୟବ ତାର ଶିଥିଳ ପଡ଼ିଯାଇଛି, ମ୍ଳାନ ପଡ଼ିଯାଇଛି ତାର ମୁଖମଣ୍ଡଳ ଏବଂ ମୁହଁ ସାରା ବ୍ରଣ। ନିଶ୍ଚିତ ଭାବରେ ଏହାକୁ ଏକ ଚିନ୍ତାଶୀଳ ଏବଂ ଜଳି ଜଳି ବଞ୍ଚିଥିବା ଏକ ନାରୀ ଜୀବନର ବ୍ୟର୍ଥ କାହାଣୀ ଏଠାରେ ଉକୁଟି ଉଠିଛି ନିଶ୍ଚିତ ଭାବରେ। ଏବଂ ଯେ ଦେହରେ ପିନ୍ଧିଛି ଖାକିର ପୋଷାକ ଏଠି କୁହାଯାଉଛି। ଆହୁରି ମଧ୍ୟ କୁହାଗଲା ଜାପାନୀ କାଗଜ ଫୁଲ ପରି ଦେହେ ବୟସର ଧୂଳି, ପଚାରିଲି ଭଲ ଅଛ, କଣ୍ଠେ ମୋର ବିଷର୍ଣ୍ଣ ଗୋଧୂଳି। ବାସ୍ତବିକ ବଡ଼ ଚମତ୍କାର ପଦ ସନ୍ଧାନ କରିଛନ୍ତି କବି। ଜାପାନୀ କାଗଜ ଫୁଲ ପରି ଦେହେ ବୟସର ଧୂଳି, ସତେ ଯେମିତି ଜାପାନୀ କାଗଜ ଫୁଲ ଯେଉଁଥିରେ ବାସ୍ତବତା ନାହିଁ, ଯେଉଁଥିରେ ସୁଗନ୍ଧ ନାହିଁ, ଯେଉଁଥିରେ ତଲ୍ଲୀନତା ନାହିଁ, ତନ୍ମୟ ଭାବନା ନାହିଁ, କେବଳ ଶୋଭାବର୍ଦ୍ଧନ କରେ ଖୁବ୍ ଦୂରରୁ, ଆଉ ପାଖରେ ତାକୁ ପ୍ରକୃତ ଫୁଲର ସନ୍ଧାନ ନଥାଏ। ଯେଉଁ କାଗଜ ଫୁଲ, ଜାପାନୀ କାଗଜ ଫୁଲ, ଏଇଥିପାଇଁ କୁହାଯାଉଛି ଦେହେ ବୟସର ଧୂଳି। ସତେ ଯେମିତି ସେ ନିଷ୍ପ୍ରାଣ ଛବିଟିଏ, କାଗଜ ଫୁଲଟିଏ, ତା ଦେହରେ ସତ୍ତା ନାହିଁ, ତା ଦେହରେ ନାରୀର ତା ମନ, ତା ଦେହ, ତା ଯେଉଁ ପ୍ରାଣ ଯେଉଁ କୁହାଯାଉଛି ତାର ସମସ୍ତ ଚିନ୍ତା ଚେତନା ଆଶା ଭରସା ସବୁ ଯେମିତି ମାଟିରେ ମିଶିଯାଇଛି ଏଇ ଯୁଦ୍ଧ ବିଧ୍ୱସ୍ତ ପୃଥିବୀରେ। ଏଇଥିପାଇଁ କୁହାଗଲା ଜାପାନୀ କାଗଜ ଫୁଲ ପରି ଦେହେ ବୟସର ଧୂଳି, ପଚାରିଲି ଭଲ ଅଛ, କଣ୍ଠେ ମୋର ବିଷର୍ଣ୍ଣ ଗୋଧୂଳି। ସବୁ ତ ସନ୍ଧ୍ୟାମୟ, ସବୁ ତ ଅନ୍ଧାରମୟ, ସବୁ ତ ବିଷର୍ଣ୍ଣମୟ ଏବଂ କବିତାର ପ୍ରାରମ୍ଭରୁ ସବୁ ନିରର୍ଥକ, ସବୁ ନିରାଶାବାଦ ଭିତରେ ନିଶ୍ଚିତ ଭାବରେ କଣ୍ଠେ ମୋର ବିଷର୍ଣ୍ଣ ଗୋଧୂଳି, ସନ୍ଧ୍ୟାର ବିଷର୍ଣ୍ଣ ଗୋଧୂଳି ପରି କବିଙ୍କର ଏ ପ୍ରଶ୍ନ ଭଲ ଅଛ ବାସ୍ତବିକ କବିତାକୁ ଆହୁରି ମଧ୍ୟ ମନ୍ତ୍ରମୁଗ୍ଧ କରିଛି ଏବଂ କବିତାକୁ କରୁଣତାରେ ଭରି ଦେଇଛି। ପୁନଶ୍ଚ କୁହାଯାଇଛି ହସିଲା ପ୍ରତିମା, ହସିଲା ପ୍ରତିମା, ଆକାଶର ନୀଳରେଖା ଗେରୁଆ ମାଟିର ନାଲ ସୀମା, ଛୁଏଁ ଯେଉଁଠାରେ ସେଇଠାରେ ସ୍ୱପ୍ନ ଆଉ ବାସ୍ତବର ମୁହାଣ ସେପାରେ। ଯେଉଁଠି ବାସ୍ତବ ଆଉ ସ୍ୱପ୍ନ ମୁହାଁମୁହିଁ ହୁଅନ୍ତି ଏବଂ ପ୍ରତିମା ହସିଛି କବିଙ୍କର ପ୍ରଶ୍ନରେ। ଆକାଶର ନୀଳରେଖା ଗେରୁଆ ମାଟିର ନାଲ ସୀମା, ଆକାଶର ନୀଳରେଖା ଯେଉଁଠି ଗେରୁଆ ମାଟିର ନାଲ ସୀମାକୁ ସ୍ପର୍ଶ କରିଛି, ଆଉ ଯେଉଁଠି ଦିଗିବଳୟର ସେପାରରେ ଯେଉଁ କୁହାଯାଉଛି ସ୍ୱପ୍ନ ଆଉ ବାସ୍ତବତାର ମୁହାଣଠାରେ କବି ଭେଟିଛନ୍ତି ତାଙ୍କର ନାୟିକାକୁ ବା ସ୍ୱପ୍ନର ନାୟିକାକୁ, ସିଏ ପ୍ରତିମା ନାୟକ। ଏବଂ ଆହୁରି ମଧ୍ୟ କୁହାଯାଇଛି ଦୁହେଁ ଆମେ ହୋଇଥିଲୁ ଠିଆ, ଆମ ପଛେ ଶୋଇଥିଲା ଦୀର୍ଘ 2 ବର୍ଷର ଦୁନିଆ। ଆମେ ଦୁହେଁ ଠିଆ ହୋଇଥିଲୁ ସେହି ସୀମାରେ, ଦିଗିବଳୟ ସେପାରେ ଆମେ ଠିଆ ହୋଇଥିଲୁ ଯେଉଁଠି ଆକାଶର ନୀଳରେଖା ଆଉ ଗେରୁଆ ମାଟି ଯେଉଁ କୁହାଯାଉଛି ତା'ର ନାଲ ସୀମାକୁ ସ୍ପର୍ଶ କରିଛି ଏବଂ ଯେଉଁଠାରେ ସ୍ୱପ୍ନ ଆଉ ବାସ୍ତବତା ମିଶାମିଶି ହୋଇ ବଞ୍ଚୁଥିବା ଏକ ବ୍ୟର୍ଥ ଜୀବନର ପ୍ରୟାସ ଜାରି ରଖିଛି। ଆମେ ସେଇଠି ଠିଆ ହୋଇଥିଲୁ ପ୍ରତିମା ନାୟକ ଆଉ ମୁଁ। ଆଉ କୁହାଯାଇଛି ଦୀର୍ଘ 2 ବର୍ଷର ବ୍ୟର୍ଥ ଜୀବନ, ବ୍ୟର୍ଥ ଦୁନିଆ, ଯୁଦ୍ଧତର ପୃଥିବୀ, ଅତୀତକୁ ଆମେ ଛାଡ଼ି ଆସିଛୁ। ମନେ ପକାଇଛନ୍ତି କବି ସେଦିନର କଥାକୁ। ପୁନଶ୍ଚ କବିଙ୍କ ଭାଷାରେ ଦୀର୍ଘ 2 ବର୍ଷର ଜଗତ, ଧୂସର ଧୁମାଳ ଧ୍ୱାନ୍ତ ଭୟଙ୍କର ପୁଣି ଯୁଦ୍ଧରତ। ବାସ୍ତବିକ ଅତୀତର ଯେଉଁ ବିତି ଯାଇଥିବା ଦିନଗୁଡ଼ିକ 2 ବର୍ଷ ଯେଉଁ କୁହାଯାଉଛି ଏକ ଯୁଦ୍ଧ ବିଧ୍ୱସ୍ତ ପୃଥିବୀ, ଏକ ଯୁଦ୍ଧଗ୍ରସ୍ତ ପୃଥିବୀ ଯେଉଁଠି ବୋମା ବାୟୋନେଟର ଭୟଙ୍କର ଶବ୍ଦରେ ମଣିଷ ନିଶ୍ଚିତ ଭାବରେ ଶଙ୍କାଗ୍ରସ୍ତ ହୁଏ ଆଉ ବଞ୍ଚିବାର ରାହା ପାଏନି। ଯେଉଁ କୁହାଯାଉଛି ଧୂସର ପୃଥିବୀ, ଧୁମାଳ ପୃଥିବୀ, ଧ୍ୱାନ୍ତ ପୃଥିବୀ ଅର୍ଥାତ୍ ଅନ୍ଧକାର ପୃଥିବୀ, ଧ୍ୱାନ୍ତ ପୃଥିବୀ କୁହାଯାଇଛି, ଅଥଚ ଭୟଙ୍କର ପୁଣି ଯୁଦ୍ଧରଥ। ସତେ ଯେମିତି ବିଶ୍ୱକୁ ଗ୍ରାସ କରିବାର ସମସ୍ତ ପ୍ରୟାସ ଜାରି ରଖିଛି। ଆଉ ନାରୀ ଜୀବନ ଗୋଟେ ଦଗ୍ଧ ଫୁଲବନ ପରି ନିଶ୍ଚିତ ଭାବରେ ସେ ଫୁଲବନରେ ନିଆଁ ଲାଗିଲେ ତାହା ଯେମିତି ପୋଡ଼ିଯାଏ, ସେଇ ନାରୀର ଏକ ପ୍ରତୀକଟିଏ, ଏକ ଛବିଟିଏ, ସେଇ ନାରୀ ଜୀବନର ପ୍ରତିମା ନାୟକ ସେଇ ନାରୀମାନଙ୍କ ଭିତରେ ଗୋଟିଏ ପ୍ରତୀକ ମାତ୍ର।
ଆହୁରି ମଧ୍ୟ କୁହାଯାଇଛି ବହୁ ଦୂରେ ଲାଶ କଟା ଘରେ ଏକ ହାରିକେନ ବତୀ ଜଳୁଥିଲା ଦୁକ୍ ଦୁକ୍ ଭୟାନକ ଭୟାନକ ଅତି। ବାସ୍ତବିକ ବହୁ ଦୂରରେ କବିଙ୍କ ଦୃଷ୍ଟି ସେପାରରେ ଯେଉଁଠି ସେ ଠିଆ ହୋଇଥିଲେ ତାଙ୍କ ପ୍ରେୟସୀ ପ୍ରତିମା ଏବଂ କବି ସଚ୍ଚିଦାନନ୍ଦ ବହୁ ଦୂରରେ ସେ ଦେଖୁଛନ୍ତି ହାରିକେନ ବତୀ ଯେଉଁଠି ଲାଶ କଟା ହୁଏ, ଯେଉଁଠି ମୁର୍ଦାରର ଘର, ସେଇଠି ଗୋଟିଏ ହାରିକେନ ବତୀ କିଭଳି ମିଞ୍ଜି ମିଞ୍ଜି ଜଳୁଥିଲା ଅଥଚ ଭୟଙ୍କର, ଆହୁରି ଭୟଙ୍କର, ସତେ ଯେମିତି ଏହା ପୃଥିବୀର ସମସ୍ତ ମଣିଷକୁ ମଡ଼ା କରିଦେବ। ଏଇ ଦୁକ୍ ଦୁକ୍ ନିଆଁ ଭିତରେ, ଏଇ ଦୁକ୍ ଦୁକ୍ ବତୀ ଭିତରେ ସେ ଦେଖିପାରୁଥିଲେ ନାରୀଟିଏ କେମିତି ବଞ୍ଚିବାର ରାହା ଖୋଜୁଛି, ନାରୀଟିଏ କେମିତି ଜୀବନର ସତ୍ତା ଖୋଜୁଛି। ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ଥିଲା। ସେହି ଭୟଙ୍କର ପରିସ୍ଥିତି ଭିତରେ ପୁଣି ନିଜ ଜୀବନର ସମସ୍ତ ଅତୀତର ସ୍ମୃତିକୁ ସାଉଁଟି ଯେ ପ୍ରତିମା ବଞ୍ଚିଛି, ଏହା ନିଶ୍ଚିତ ଭାବରେ ଏକ ଅପୂର୍ବ ସଂଯୋଗ ବୋଲି ମନେ ହୁଏ। ଆହୁରି ମଧ୍ୟ କୁହାଯାଇଛି ଭାଜିଗଲା ବାହାଘର ଦର୍ଶନରେ ପଢ଼ୁଥିଲା ଏମେ, କେଜାଣିବା ପଡ଼ିଥିବ ଜୀବନରେ ଥରେ ଅଧେ ପ୍ରେମେ। ନିଶ୍ଚିତ ଭାବରେ ସମର ଶଙ୍କିତ ପୃଥିବୀରେ ଯେଉଁ କୁହାଯାଉଛି ନାରୀ ବଞ୍ଚିବା ଏକ ବିଡ଼ମ୍ବନା। ଭାଜିଗଲା ବାହାଘର, ତାର ବାହାଘର ଭାଙ୍ଗିଗଲା ପ୍ରତିମା ନାୟକର। ସେ ଷୋଳଶୀ ତନ୍ମୀ ରୂପସୀ ଥିଲା କିମ୍ବା ତାର ତନୁ ଶିଥିଳ ନଥିଲା, କିନ୍ତୁ କୁହାଯାଇଛି ଭାଜିଗଲା ବାହାଘର। ଆଉ ଯେତେବେଳେ ସେ ଦର୍ଶନ ଶାସ୍ତ୍ରରେ ଏମେ ପଢ଼ୁଥିଲା ନିଶ୍ଚିତ ଭାବରେ, ଏବଂ କବିଙ୍କର ମନମାନସ ଆହୁରି ମଧ୍ୟ ଊର୍ଦ୍ଧ୍ୱକୁ ଧାଇଁଛି। ସେ ତାଙ୍କ ଭାବନାରେ ଆହୁରି ମଧ୍ୟ ଗୁଡ଼େଇ ତୁଡ଼େଇ ହୋଇ ତାଙ୍କ ମନ ଭିତରେ ସେଇ କଥାଟି ସ୍ପନ୍ଦିତ ହେଉଛି, କେଜାଣିବା ପଡ଼ିଥିବ ଜୀବନରେ ଥରେ ଅଧେ ପ୍ରେମେ। ସେଇ ବୟସ ତ ପ୍ରେମର ବୟସ, ସେଇ ବୟସ ତ ପ୍ରଣୟର ବୟସ। ହୁଏତ ସେଇ ବୟସରେ ସେ କାହା ସହିତ ଥରେ ଅଧେ ପ୍ରେମରେ ପଡ଼ିଥିବ, କିନ୍ତୁ ପ୍ରେମ ଅପେକ୍ଷା ବାସ୍ତବ ସ୍ଥିତି ତାକୁ ଅଧିକ ଜଟିଳ କରିଦେଇଥିଲା। ଏହା କବିଙ୍କର ସ୍ୱକୀୟ ମତ। ପୁନଶ୍ଚ କୁହାଯାଇଛି ତାହାପରେ ପିତୃହାନି ଋଣଭାର ପୁଣି ଗୃହଭେଦ, ଦର୍ଶନର ଗ୍ରନ୍ଥେ ତାର ପକାଇଲା ଚିରପୂର୍ଣ୍ଣ ଛେଦ। ତାହାପରେ ପିତୃହାନି, ବାପାଙ୍କର ମୃତ୍ୟୁ ତାକୁ ଆହୁରି ଶୋକାଭିଭୂତ କରିଥିଲା ପ୍ରତିମା ନାୟକକୁ। ଏଭଳି ଭାବରେ ଜୀବନ ଜୀବାର କଳା ସେ ଶିଖିଥିଲା। ଏବଂ ଆହୁରି ମଧ୍ୟ କୁହାଯାଇଛି ଋଣଭାର, ଋଣ ଏବଂ ଜଞ୍ଜାଳଗ୍ରସ୍ତ ଜୀବନରେ ପିତାଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଗୃହଭେଦ, ଗୃହ ଭିତରେ ନିଶ୍ଚିତ ଭାବରେ ଯେଉଁ କୁହାଯାଉଛି ଅଶାନ୍ତି, ଗଣ୍ଡଗୋଳ, ଭାଇ ଭାଗ ଏବଂ ସମ୍ପତ୍ତି ଭାଗ ବଣ୍ଟୁଆରା, ଏସବୁକୁ ନେଇ ନିଶ୍ଚିତ ଭାବରେ ତଳିତଳାନ୍ତ ହୋଇଯାଇଛି ପ୍ରତିମା ନାୟକ। କୁହାଯାଇଛି ତାହାପରେ ପିତୃହାନି ଋଣଭାର ପୁଣି ଗୃହଭେଦ, ଅଥଚ ତାର ପାଠପଢ଼ା, ତା ପଢ଼ାରେ ଡୋରି ବନ୍ଧା ହୋଇଗଲା। ତା ଦର୍ଶନ ଶାସ୍ତ୍ର ଯେଉଁ ପଢ଼ୁଥିଲା ଏମେ, କୁହାଗଲା ଦର୍ଶନର ଗ୍ରନ୍ଥେ ତାର ପକାଇଲା ଚିରପୂର୍ଣ୍ଣ ଛେଦ। ନିଶ୍ଚିତ ଭାବରେ ତା ପାଠପଢ଼ା ବନ୍ଦ ହୋଇଗଲା। ଆହୁରି ମଧ୍ୟ କୁହାଯାଇଛି 1943 ପୁଣି ଚାଟିନେଲା ଯାହା କିଛି ଥିଲା ବାକି, ସବୁ ଦେଖି ଶୁଣି ସପ୍ଲାଇରେ ନେଇଛି ଆଶ୍ରୟ, ଦରମାଟା ମନ୍ଦ ନୁହେଁ ଏଇ ତାର ଦୀର୍ଘ ପରିଚୟ। 1943 ମସିହା ଏକ ସ୍ପଷ୍ଟ ନିଶ୍ଚିତ ଭାବରେ ଯାହା ଥିଲା ବାକି 1943 ସବୁ ଚାଟିନେଲା। ଯେଉଁ କୁହାଯାଉଛି ସାମ୍ପ୍ରଦାୟିକ ଦଙ୍ଗା, ଯୁଦ୍ଧ, ବିଭୀଷିକାର ଘନଘଟା ତା ଜୀବନରୁ ସମସ୍ତ ଆଲୋକ ଲିଭେଇଦେଲା, ତାକୁ ଅନ୍ଧାରେ ଜୀବନ ଯିବାର ବାଟ ବତେଇ ଦେଲା 1943 ମସିହା। ଏବଂ ସେଇଥିପାଇଁ ସେ ସପ୍ଲାଇରେ ନେଇଛି ଆଶ୍ରୟ କୁହାଯାଇଛି। ଯୋଗାଣ ବିଭାଗରେ ସେ ଚାକିରିଟିଏ କରିଛି, ଏଇ କଥା କୁହାଯାଇଛି। ସପ୍ଲାଇରେ ନେଇଛି ଆଶ୍ରୟ, ଦରମାଟା ମନ୍ଦ ନୁହେଁ ଏଇ ତାର ଦୀର୍ଘ ପରିଚୟ। ତାର ପରିଚୟ ଦେଇଛନ୍ତି ଯେ ସେ ନିଶ୍ଚିତ ଭାବରେ କିଭଳି ଭାବରେ ଅବାଞ୍ଛିତ ଜୀବନ ନେଇ ବଞ୍ଚୁଛି ପ୍ରତିମା ନାୟକ, ତାର ଏକ ସ୍ପଷ୍ଟ ପରିଚୟ କବି ଏଠାରେ ପ୍ରଦାନ କରିଛନ୍ତି। ଆହୁରି ମଧ୍ୟ କୁହାଯାଇଛି ଏଇ ଇତିହାସ ପ୍ରତିମା ନାୟକ ହସେ ଉଠେ ତାର ସ୍ୱପ୍ନର ଆଭାସ। ନିଶ୍ଚିତ ଭାବରେ ଏହି ଇତିହାସ ପରେ ପ୍ରତିମା ନାୟକ ଅଳ୍ପ ଅଳ୍ପ ହସିଛି ଏବଂ ନିଶ୍ଚିତ ଭାବରେ ଓଠ ଖୋଲି କିଛି କହିବାକୁ ଚେଷ୍ଟା କରିଛି। ମୁହଁରେ ଖାକିର ହସ, ଆଖିରେ ତା ରାତିର ଇସାରା, ଦୁଇ ପାଖେ ଦ୍ରୁତବନ ଗତିବାନ ନକ୍ଷତ୍ରର ଧାରା। କୁହାଯାଇଛି ନିଶ୍ଚିତ ଭାବରେ ତା ଓଠରେ ଇପ୍ସିତ ଓଠ ଚାପି ଚାପି ନିଶ୍ଚିତ ଭାବରେ କିଛି କହିବାକୁ ଚେଷ୍ଟା କରୁଛି ପ୍ରତିମା ନାୟକ ଏବଂ ତାର ଆଖିରେ ରାତିର ଇସାରା, ଅନ୍ଧକାର, ମେଞ୍ଚା ମେଞ୍ଚା ଅନ୍ଧାର ଏବଂ ନିର୍ଜନ ଅନ୍ଧାରିଆ ରାତିର ଇସାରା। ଆଖିରେ ତାର ସବୁଠି କେବଳ ଭୟ, ସବୁଠି କେବଳ ଆର୍ତ୍ତନାଦ, ସବୁଠି କେବଳ ଚିତ୍କାର ଏବଂ ମିଛରେ ଜଳି ଜଳି ବଞ୍ଚିବାର ଇସାରା। ସେଇଥିପାଇଁ କବିଙ୍କର ସ୍ପଷ୍ଟୋକ୍ତି ମୁହଁରେ ଖାକିର ହସ, ଆଖିରେ ତା ରାତିର ଇସାରା, ଦୁଇ ପାଖେ ଦ୍ରୁତବନ ଗତିବାନ ନକ୍ଷତ୍ରର ଧାରା। ଆହା ହସୁ ହସୁ ପ୍ରତିମା ନାୟକ, ଅଞ୍ଚଳତା ନାହିଁ ଦେହେ ଦେଖିଅଛି ଖାକିର ପୋଷାକ।
এইଭଳି ଭାବରେ ସେ ଦାନ୍ତ ନିକୁଟି ହସୁଥିଲା ପ୍ରତିମା ନାୟକ, ଯାହାର ଅଞ୍ଚଳ ନାହିଁ ଅର୍ଥାତ୍ ତା ଦେହରେ କୌଣସି ଲୁଗା ନାହିଁ। ନିଶ୍ଚିତ ଭାବରେ ସେ ଖାକିର ପୋଷାକ ପିନ୍ଧିଛି ପ୍ରତିମା ନାୟକ। ବାସ୍ତବିକ କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ଏକ ମନନଶୀଳ କବିତା ପ୍ରତିମା ନାୟକ। ଯୁଦ୍ଧ ବିଧ୍ୱସ୍ତ ଯେଉଁ କୁହାଯାଉଛି ସମର ଶଙ୍କିତ ପୃଥିବୀର କିଭଳି ଭାବରେ ଦଗ୍ଧ ଫୁଲବନ ପରି ନାରୀ ମଉଳିଯାଏ ଏବଂ ତାର ମନର କଥା ଏବଂ ତାର ଚିତ୍ରିତ ଜୀବନର କାହାଣୀକୁ କିଭଳି ଭାବରେ ଏଠାରେ ରୂପାୟନ କରିଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ ନିଶ୍ଚିତ ଭାବରେ ସ୍ମରଣଯୋଗ୍ୟ। ଏବଂ କବିଙ୍କର ଅନ୍ୟାନ୍ୟ କବିତା ସମ୍ପର୍କରେ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।